ବାପାଙ୍କୁ ଉତ୍ତର। ଗେହ୍ଲା ପୁଅ ବାପାଙ୍କୁ ପଚାରିଲା, ବାପା, ତୁମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ? ବାପା କିନ୍ତୁ କିଛି କହିଲେ ନାହିଁ। ଏତିକିରେ ପୁଅର ମନ ଭାଙ୍ଗିଗଲା। ସେ ମନେ ମନେ ଭାବିଲା, ମୁଁ ବାପାଙ୍କ ସବୁଠାରୁ ପ୍ରିୟ, ତଥାପି ବାପା କାହିଁକି ତାହା କହିପାରିଲେନି? କିଛି ଦିନ ଗଲା। ବାପା ଓ ପୁଅ ଏକାଠି କୌଣସି ଏକ କାମରେ ବାହାରକୁ ଗଲେ। ବାଟରେ ପଡ଼ିଲା ନଈଟିଏ। ନଈ ପାର ହେବା ଲାଗି ସେମାନେ ଡଙ୍ଗା ଚଢ଼ିଲେ। ଅଧା ବାଟରେ ହେଇଛନ୍ତି, ହଠାତ୍ ଭୀଷଣ ଝଡ଼ ଆସିବାର ସଂକେତ ମିଳିଲା। ପୁଅ ଏହା ଦେଖି ଡରିଗଲା। ନାଉରିଆ ଜଣକ ପୁଅ ଡରିଥିବା ଜାଣିପାରି କହିଲା, ବାବୁ, ଭୟ କରନି, ମୁଁ ଅଛି। କିଛି ଅଘଟଣ ହେଲେ ମୁଁ ତୁମ ଦୁହିଁଙ୍କୁ ପାର କରି କୂଳରେ ଲଗେଇବି। ଏଥର ପୁଅ ମନରେ ଆଶ୍ୱସ୍ତି ଭାବ ଫୁଟିଲା। ସେଇ ମେଘ ପବନର ଘନଘଟା ଭିତରେ କୂଳରେ ପହଞ୍ଚିବା ପରେ ବାପା ପୁଅକୁ କହିଲେ, ପୁଅ, ତୁ ସେଦିନ ପଚାରିଥିଲୁ ନା ତୁମ ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ? ତାର ଉତ୍ତରଟି ଶୁଣ। ଏବେ ଏଇ ନଈ ମଝିରେ ଯେତେବେଳେ ଆକାଶରେ ଝଡ଼ ବର୍ଷା ଉଠେଇଲା, ମୋ ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ ସେହି ନାଉରିଆ। କାରଣ ତାଙ୍କ ହାତରେ ଆମ ଜୀବନ ଲଟକିଥିଲା। ତେଣୁ ସ୍ଥାନ, କାଳ ଓ ପରିସ୍ଥିତି ଅନୁସାରେ ଆମମାନଙ୍କ ଲାଗି ଲୋକଙ୍କ ଗୁରୁତ୍ୱ ବଦଳୁଥାଏ। ପୁଅ ମନରେ ସେଦିନର ପ୍ରଶ୍ନ ଭାସି ଉଠିଲା। ଯାହା ହଉ, ବାପା ଠିକଣା ସମୟରେ ଓ ଠିକଣା ବାଟରେ ତାର ଉତ୍ତର ଦେଇଦେଲେ।